ମାନେ ଈଶ୍ୱରଙ୍କୁ ବ୍ୟକ୍ତିଗତ ରୂପେ ଜାଣିବା। ଠିକ୍ ଯେପରି ପ୍ରାକୃତିକ ବା ଶାରୀରିକ ନିୟମ ସବୁ ରହିଛି ଯାହା ଭୌତିକ ବିଷୟ ନିୟନ୍ତ୍ରଣ କରେ, ସେହିପରି ଆତ୍ମିକ ନିୟମ ସବୁ ମଧ୍ୟ ରହିଛି ଯାହା ଈଶ୍ୱରଙ୍କ ସହିତ ଆମର ସମ୍ପର୍କ ନିୟନ୍ତ୍ରଣ କରେ। ନିୟମ 1, ଈଶ୍ୱର ଆମକୁ ପ୍ରେମ କରନ୍ତି ଓ ଆମ ଜୀବନ ନିମନ୍ତେ ଏକ ଅପୂର୍ବ ଯୋଜନା ପ୍ରସ୍ତୁତ କରୁଛନ୍ତି। ପଦଗୁଡ଼ିକ ଆପଣମାନେ ଦେଖିପାରିବେ। ଈଶ୍ୱର ପ୍ରେମ, କାରଣ ଈଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ ସେ ଆପଣା ଏକମାତ୍ର ପୁତ୍ରକୁ ଦେଲେ, ଏଣୁ ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନୋଇ ଅନନ୍ତ ଜୀବନ ଲାଭ କରିବ। ଈଶ୍ୱର ଯୋଜନା, ଖ୍ରୀଷ୍ଟ କହୁଛନ୍ତି ମୋର ଉଦ୍ଦେଶ୍ୟ ହେଉଛି ପରିପୂର୍ଣ୍ଣ ଜୀବନ, ଯେପରି ତାହା ଭରପୁର ଓ ଅର୍ଥପୂର୍ଣ୍ଣ ହେବ। କାହିଁକି ଅଧିକାଂଶ ଲୋକ ଏକ ପରିପୂର୍ଣ୍ଣତା ଅର୍ଥପୂର୍ଣ୍ଣ ଜୀବନ ଅନୁଭୂତି ଲାଭ କରିପାରୁନାହାନ୍ତି? କାରଣ ଦ୍ୱିତୀୟ ନିୟମ କହେ ଆମ୍ଭେମାନେ ପାପୀ ହୋଇଥିବାରୁ ଈଶ୍ୱରଙ୍କ ଠାରୁ ବିଚ୍ଛିନ୍ନ ହୋଇଯାଇଅଛୁ। ତେଣୁ ଆମ୍ଭ ପ୍ରତି ଈଶ୍ୱରଙ୍କ ପ୍ରେମକୁ ଓ ଆମ ଜୀବନ ନିମନ୍ତେ ତାଙ୍କର ପରିକଳ୍ପ ଯୋଜନାକୁ ଆମେ ଜାଣିପାରୁନାହୁଁ କିମ୍ବା ଅନୁଭବ କରିପାରୁନାହୁଁ। ଆମମାନେ ପାପୀ, ହଁ, ସମସ୍ତେ ପାପ କରିଛନ୍ତି। ଈଶ୍ୱରଙ୍କର ଗୌରବମୟ ଆଦର୍ଶରୁ ସମସ୍ତେ ପତିତ ହୋଇଛନ୍ତି। ଈଶ୍ୱର ସୌଭାଗ୍ୟତାରେ ଜୀବନ କାଟିବା ପାଇଁ ଆମେମାନେ ସୃଷ୍ଟି ହୋଇଥିଲୁ, କିନ୍ତୁ ଆମମାନଙ୍କର ଦାମ୍ଭିକତା ପୂର୍ଣ୍ଣ ସ୍ୱେଚ୍ଛାଚାରିତା ହେତୁ ଆମେ ନିଜର ସ୍ୱାଧୀନତା ପଥରେ ଯିବାକୁ ମନୋନୀତ କଲୁ ଓ ଈଶ୍ୱରଙ୍କ ସହିତ ଆମମାନଙ୍କର ସୌଭାଗ୍ୟତା ଛିନ୍ନ ହୋଇଗଲା। ବାଇବଲ ଯାହାକୁ ପାପ ବୋଲି କହିଥାଏ ଅଖାଦ୍ୟ ପ୍ରମାଣ ହେଉଛି ସ୍ୱେଚ୍ଛାଚାରିତା, ଯାହା ଏକ ସକ୍ରିୟ ବିଦ୍ରୋହ ମନୋଭାବ କିମ୍ବା ନିଷ୍କ୍ରିୟ ଉଦାସୀନର ଦ୍ୱାରା ଚରିତାର୍ଥ ହୋଇଥାଏ। ଆମମାନେ ବିଚ୍ଛିନ୍ନ ହୋଇଯାଉଛୁ ଈଶ୍ୱରଙ୍କଠାରୁ ଅତି ଭାବେ ବିଚ୍ଛିନ୍ନ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କର ଅନୁଗ୍ରହ ଦାନ ଅନନ୍ତ ଜୀବନ ଅଟେ। ଏହି ଚିତ୍ର ପରମେଶ୍ୱର ପବିତ୍ର ଈଶ୍ୱର, ପାପୀ ମନୁଷ୍ୟ। ଏ ଚିତ୍ର ଦର୍ଶାଏ ଯେ ଈଶ୍ୱର ପବିତ୍ର, ଆମେମାନେ ପାପୀ। ଏକ ବିରାଟ ବ୍ୟବଧାନ ଆମମାନଙ୍କୁ ବିଚ୍ଛିନ୍ନ କରେ। ପାଖରେ ଚିତ୍ର ଥିବା ତୀରଗୁଡ଼ିକ ଦର୍ଶାଏ ଯେ ଆମମାନେ ନିରନ୍ତର ନିଜର ଚେଷ୍ଟା ଦ୍ୱାରା ଯେପରି ଏକ ଉତ୍ତମ ଜୀବନ, ଉତ୍ତମ ଚିନ୍ତାଧାରା ବା ଧର୍ମକର୍ମ ଦ୍ୱାରା ପରମେଶ୍ୱର ନିକଟରେ ପହଞ୍ଚିବାକୁ ଓ ପ୍ରଚୁର ଜୀବନ ଲାଭ କରିବାକୁ ପ୍ରୟାସ କରି ଚାଲିଅଛୁ। ତୃତୀୟ ନିୟମ ଏହି ବିରାଟ ବ୍ୟବଧାନ ଅତିକ୍ରମ କରିବାରେ ଏକମାତ୍ର ଉପାୟ ବର୍ଣ୍ଣନା କରେ। ନିୟମ 3, ଆମର ପାପ ପ୍ରତିକାର ନିମନ୍ତେ ଯୀଶୁଖ୍ରୀଷ୍ଟ ହିଁ ପରମେଶ୍ୱର ଏକମାତ୍ର ସମାଧାନ ପନ୍ଥା ଅଟନ୍ତି। କେବଳ ତାଙ୍କ ଦ୍ୱାରା ହିଁ ଆମମାନେ ପ୍ରେମକୁ ଓ ଆମମାନଙ୍କର ଜୀବନ ନିମନ୍ତେ ତାଙ୍କର ଉଦ୍ଦେଶ୍ୟକୁ ଜାଣିପାରିବୁ ଓ ଅନୁଭବ କରିପାରିବୁ। ସେ ଆମ ପ୍ରତିପଦରେ ମୃତ୍ୟୁବରଣ କଲେ, କିନ୍ତୁ ଆମେ ପାପରେ ଜୀବନ କାଟୁଥିବା ସମୟରେ ଆମ ନିମନ୍ତେ ପ୍ରାଣ ବଳି ଦେବା ଖ୍ରୀଷ୍ଟଙ୍କୁ ପଠାଇ ଆମ ପ୍ରତି ମହାଦୟା ପ୍ରକାଶ କରିଛନ୍ତି। ରୋମିଓ 5:8। ସେ ମୃତ୍ୟୁରୁ ଉତ୍ଥିତ ହେଲେ। ଖ୍ରୀଷ୍ଟ ଆମମାନଙ୍କ ପାପ ପାଇଁ ଜୀବନ ଦେଲେ, ସମାଧିସ୍ଥ ହେଲେ, ପୁଣି ଭବିଷ୍ୟତ ବକ୍ତାମାନଙ୍କର ଭବିଷ୍ୟତବାଣୀ ଅନୁସାରେ ତୃତୀୟ ଦିନରେ ସମାଧିରୁ ପୁନରୁତ୍ଥିତ ହେଲେ। ସେ ପିତରକୁ ତାଙ୍କ ଦ୍ୱାଦଶ ଦେଖାଦେଲେ। ଏହା